ଇନଷ୍ଟାଣ୍ଟ କଫି ଆମକୁ ମିଳିବାର ଅଛି। ଏମିତି ସମୟ ଆସିଛି ଯୋଉଠିକି ଆଗ ଆପଣ କହୁଥିଲେ ସପ୍ଲିମେଣ୍ଟାରୀ ଏକ୍ସାମିନେସନ, ବର୍ତ୍ତମାନ ସେଟାକୁ ଚେଞ୍ଜ କରାଗଲା ଇନଷ୍ଟାଣ୍ଟ ଏକ୍ସାମ। ତା ସାଙ୍ଗେ ସାଙ୍ଗେ ପରୀକ୍ଷା ଦିଅ, ସାଙ୍ଗେ ସାଙ୍ଗେ ପାସ୍ ହେଇଯାଅ। ଇନଷ୍ଟାଣ୍ଟ ସର୍ଭିସେସ୍ ଆପଣ ମାନଙ୍କର ମାନେ ଡୋର ଷ୍ଟେପ ରେ ଆସିକି ଇନଷ୍ଟାଣ୍ଟ ସର୍ଭିସେସ୍ ଦିଆଯିବ, ମାନେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ସବୁ କିଛି ମିଳିଯିବ। ଅର୍ଥାତ୍ ଆମେ ଏମିତି ଗୋଟେ ଜଗତରେ ବାସ କରୁଛୁ ଯୋଉଠିକି ମାନେ ସବୁ କିଛି ସାଙ୍ଗେ ସାଙ୍ଗେ ହେଇଯିବାର ଅଛି, ତତ୍କ୍ଷଣାତ୍ ମିଳି ଯାଉଥିବାର ଅଛି। We don't have time to wait. ଆମ ପାଖରେ ଆଉ ଅପେକ୍ଷା କରିବା ପାଇଁ ଆଉ ସମୟ ନାହିଁ। And the generation have become impatient, ଅଧୈର୍ଯ୍ୟ। ଯୋଉଠି ହେଲେ ଲାଇନ ରେ ଠିଆ ହବ, ଧାଡିରେ ଆସ। We don't have time to stand in queue. ଆଉ ସେ ଧାଡିରେ ଠିଆ ହେବାର ଧୈର୍ଯ୍ୟ ନାହିଁ। ଆମେ ଗୋଟେ ମାନେ ମୁଁ କହିବାକୁ ଚାହେଁ ଯେ ଆମେ ଗୋଟେ ଏତେ ରାପିଡ, ଏତେ ଫାଷ୍ଟ, ଏତେ ଦ୍ରୁତ ଗତିରେ ଶୀଘ୍ର ମାନେ ଗତି କରୁଥିବା ଗୋଟେ ଜଗତରେ ବାସ କରୁ, ଯୋଉଠିକି ସ୍ଥିରତାର ମାନେ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ଆମେ ପ୍ରସ୍ତୁତ ନହୁ। We live in that generation. 5G ଆସିଗଲାଣି ନାଇଁ କି? We are very fast internet, ସବୁ କିଛି ଶୀଘ୍ର 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 ହେଇଯିବାର ଅଛି। ସୋ ସେଇ କଣ୍ଟେକ୍ସଟରେ ମୁଁ ଯେତେବେଳେ ଚିନ୍ତା କରୁଥିଲି, being a Christian, ଆମେ ଗୋଟେ ଖ୍ରୀଷ୍ଟିଆନ ଭାବରେ ଅର୍ଥାତ୍ ପ୍ରଭୁ ଯୀଶୁକୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରି ଜଣେ ବ୍ୟକ୍ତି ଭାବରେ what is my response, what is my responsibility, what is my reactions, এই ପରିପ୍ରେକ୍ଷୀରେ ମୋର ପ୍ରତ୍ୟୁତ୍ତର କଣ, ମୋର ପ୍ରତିକ୍ରିୟା କଣ, ବା ମୋର ଦାୟିତ୍ୱ କଣ as a Christian। ସୋ ସେଥିପାଇଁ ଆଜିର ପ୍ରସଙ୍ଗ ମୁଁ ରଖିବା ପାଇଁ ଚାହିଁଲି, patience brings perfection, ଧୈର୍ଯ୍ୟ ସିଦ୍ଧତା ଆଣେ। Patience brings perfection, ଧୈର୍ଯ୍ୟ ସିଦ୍ଧତା ଆଣେ। ଯାକୋବ 1 ତାର 4 ପଦ, ଯଦି କିଏ ପାଉଛନ୍ତି ତାହେଲେ ପଢିବେ। ଯାକୋବ 1 ପର୍ବ, ଜେମ୍ସ chapter 1 verse 4। ଆଉ ତୁମେମାନେ ଯେପରି କୌଣସି ବିଷୟରେ ଉଣା ନ ପଡି ସିଦ୍ଧ ଓ ସମ୍ପୂର୍ଣ୍ଣ ହୁଅ, ଏଥିପାଇଁ ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ। This will be the key verse। এই ବିଷୟରେ ଆମେ ଆଲୋଚନା କରିବା। ଆଜିର ପ୍ରସଙ୍ଗ ରହିବ ଯେ ଧୈର୍ଯ୍ୟ ଆମମାନଙ୍କର ଜୀବନରେ ସିଦ୍ଧତା ଆଣେ। Patience is the secret of Christian life। ଧୈର୍ଯ୍ୟ ହେଉଛି ଖ୍ରୀଷ୍ଟୀୟ ଜୀବନର ରହସ୍ୟ। Without patience we should not expect Christian life। ଧୈର୍ଯ୍ୟ ବିନା ଆମେ ଏକ ଖ୍ରୀଷ୍ଟୀୟ ଜୀବନ ବଞ୍ଚିବାର ଆଶା ରଖିବା ଉଚିତ ନୁହେଁ। ଫର ଏକ୍ସାମ୍ପଲ, ଆମେ ଯଦି କିଛି ନେବା, ଡକ୍ଟର୍ସ ନିଡ୍ ପେସେନ୍ସ ଟୁ ପରଫର୍ମ ସକ୍ସେସଫୁଲ ସର୍ଜରୀ। ଯଦି ଗୋଟେ ସକ୍ସେସଫୁଲ ସର୍ଜରୀ ହେବାର ଅଛି, ତାହେଲେ ଡକ୍ଟରକୁ ଅତି ଧୈର୍ଯ୍ୟର ସହିତ ସେ କାମ କରିବାର। ଗୋଟେ ଇଞ୍ଜିନିୟରକୁ ଯଦି ଗୋଟେ କମ୍ପ୍ଲେକ୍ସ ଷ୍ଟ୍ରକ୍ଚର, ଅର୍ଥାତ୍ ଗୋଟେ ଜଟିଳ ଏକ ନିର୍ମାଣ କାର୍ଯ୍ୟ କରିବାର ଅଛି, ଆଉ ଅତି ସୁନ୍ଦର ଆଉ ୟୁନିକ୍ କିଛି ଗୋଟେ କରିବାର ଅଛି, ତାହେଲେ ହି ଅର୍ ସି needs to have patience। ଗୋଟେ ଟିଚର, ଗୋଟେ ଶିକ୍ଷକଙ୍କୁ ଯଦି ଗୋଟେ ଡିଷ୍ଟିଂଗୁଇଶ୍ଡ ଷ୍ଟୁଡେଣ୍ଟ, ଅର୍ଥାତ୍ ଗୋଟେ ମାନେ ଯିଏକି ଗୋଟେ ବହୁତ ଭଲ ଷ୍ଟୁଡେଣ୍ଟକୁ ଆମକୁ ଯଦି ପ୍ରଡ୍ୟୁସ କରିବାର ଅଛି, ତାହେଲେ we need to have patience। we need to have patience। ସେଭଳିଆ ଯଦି ଗୋଟେ ପ୍ୟାରେଣ୍ଟ ବା ଗୋଟେ ଅଭିଭାବକ, ପିତା ମାତା, ଯଦି ସେମାନେ ଗୋଟେ ରେସ୍ପନ୍ସିବଲ ଚାଇଲ୍ଡ କୁ ନର୍ଚର କରିବାର ଅଛି, they need to have patience। ସାଇଣ୍ଟିଷ୍ଟ ମାନଙ୍କୁ ଯଦି କିଛି ଡିସ୍କଭର କରିବାର ଅଛି, ନୂଆ ବିଷୟ, ଗୋଟେ ମିଷ୍ଟେରିୟସ୍ ଥିଙ୍ଗସ୍, ଗୋଟେ ଆଶ୍ଚର୍ଯ୍ୟ କଲା ଭଳିଆ ବିଷୟ ଏକ୍ସପ୍ଲୋର କରିବାର ଅଛି, ଡିସ୍କଭର, they need to have patience and they work patiently। ସେଇଭଳିଆ ଯଦି ଗୋଟେ ପରିବାରକୁ ଗଠନ କରିବାର ଅଛି, the spouses has to patience, ତାହେଲେ ଯାଇ ଗୋଟେ ପରଫେକ୍ଟ ଫ୍ୟାମିଲି, ହାର୍ମୋନିୟସ୍ ଫ୍ୟାମିଲି ଗଢି ପାରିବେ। So exactly, Christians need patience to build a perfect life which God desires।
ତେଣୁ ଆମେ ଖ୍ରୀଷ୍ଟିଆନ ଭାବରେ we need to have patience to build a perfect Christian life. Without patience, it is impossible. କେବେ ବି ସମ୍ଭବ ନୁହଁ. We have lot of examples in the Bible. ବାଇବେଲର ଗୁଡ଼ାଏ ଉଦାହରଣ ଦିଆଯାଇଛି. ମୁଁ ଆପଣମାନଙ୍କୁ ଟିକେ ପଚାରିବା ପାଇଁ ଚାହେଁ, ମୁଁ ସବୁବେଳେ ପଚାରେ, କ୍ଷମା କରିବେ ମତେ। ଏମିତି କିଛି ବ୍ୟକ୍ତିଙ୍କ ନାଁ କି ଯୋଉମାନେ ଇମ୍ପେସେଣ୍ଟ ହେଲେ ଅଧୈର୍ଯ୍ୟ ହେଇକି କିଛି ହରେଇଛନ୍ତି ବାଇବେଲରେ? मूसा ମୋସା କହିଲେ। ମୋସା କେତେବେଳେ ସେ ଅଧୈର୍ଯ୍ୟ ହେଲେ? ସେ ବିରକ୍ତ ହେଇ ମିରିପା ଜଳ ମାନେ ତାଙ୍କର କଣ କନସିକ୍ୱେନ୍ସେସ୍ କଣ ହେଲା? ସେ ପ୍ରଭୁଙ୍କର ପ୍ରବେଶ କରିପାରିଲେ। ପ୍ରବେଶ କରିପାରିଲେ। ଈଶ୍ୱର ମନା ପ୍ରମିସ ଲ୍ୟାଣ୍ଡ। ତ ଆଉ ନେକ୍ସଟ କଣ କହିଲେ? ଆଉ ଜଣେ ଭଉଣୀ କହିଲେ ସାଉଲ ରାଜା। ହଁ, ସାଉଲ ରାଜା। ସେ କଣ କଲେ? ବଳି ଉତ୍ସର୍ଗ କରିଥିଲେ। ସାମୁଏଲଙ୍କ ଅପେକ୍ଷା ନଗରୀ ବଳି ଉତ୍ସର୍ଗ କରିଥିଲେ। ସେ ଜଗି ପାରିଲେ ନା, ଅପେକ୍ଷା କରିପାରିଲେ। ରାଇଟ। ସୋ ହି ଲଷ୍ଟ ହିଜ କିଙ୍ଗଡମ। ଆଉ କିଏ ସେମିତି କୁହନ୍ତୁ? ସାରା ବି ଜଗି ପାରିଲେନି। ହଁ, ସାରା ଜଗି ପାରିଲେ। ଅବ୍ରାହମ ଜଗିଲେ କି? ଜଗି ପାରିଲେନି। ୟେସ୍, ସେମାନେ ଈଶ୍ୱରଙ୍କର ପ୍ରତିଜ୍ଞା ଯାହା ଥିଲା ସେଇଟାକୁ ସେମାନେ ଅଧୈର୍ଯ୍ୟ ହେଲେ ଜଗି ପାରିଲେ, ଯାହାର ଫଳସ୍ୱରୂପ ସେ ହାଗାରଙ୍କ ସହିତ ଶୟନ କଲେ ଏବଂ ଇସ୍ମାଇଲଙ୍କର ଜନ୍ମ ହେଲା ନା। ସୋ ସେଇଟା ବି ଆମେ ଦେଖୁଛୁ ସେଇ ଜାଗାରେ। ଜୁନସ୍, ଏମିତି ଗୁଡାଏ ଏକ୍ସାମ୍ପଲ୍ସ ଅଛି, ଆପଣମାନେ ରିକଲ କରିପାରିବେ। ମାନେ କି ଧୈର୍ଯ୍ୟ ହରା ହେଇକି ଈଶ୍ୱରଙ୍କର ଅନେକ ଆଶୀର୍ବାଦ ସେମାନେ ହରେଇଛନ୍ତି, ବା ଈଶ୍ୱରଙ୍କର ଯୋଜନାରୁ ସେମାନେ ବାହାରି ଯାଇଛନ୍ତି, ଈଶ୍ୱରଙ୍କର ପ୍ରତିଜ୍ଞାରୁ ସେମାନେ ଉଣା ପଡିଛନ୍ତି, ଯାହା ପାଇବା କଥା ପାଇନାହାନ୍ତି। ଏମିତି କିଛି ବ୍ୟକ୍ତି ଅଛନ୍ତି ଯୋଉମାନେ କି ଧୈର୍ଯ୍ୟ ପାଇଁ ବାଇବେଲରେ ଅତି ଜଣାଶୁଣା। ପ୍ରଥମେ କାହା ନାଁ ଆସିବ? ନିଶ୍ଚିତ ଭାବରେ ସମସ୍ତେ ଆମେ ଜାଣୁ ଆୟୁବ। ସେ ମାନେ ଇନ୍ ହିଜ୍ ଡିଫିକଲ୍ଟ ଟାଇମ୍, ଏତେ କଷ୍ଟର ସମୟ ଦେଇକି ଗତି କଲା ବେଳେ ସେ ଫେରିକି ଈଶ୍ୱରଙ୍କର ନିନ୍ଦା କଲେ ନାହିଁ। ସେ ଧୈର୍ଯ୍ୟର ସହିତ ଈଶ୍ୱରଙ୍କର ସମୟକୁ ଅପେକ୍ଷା କଲେ, ଈଶ୍ୱରଙ୍କର ପ୍ରତିଜ୍ଞାକୁ ସେ ଅପେକ୍ଷା କଲେ ଏବଂ ଶେଷରେ ସେ 2 ଗୁଣ ସବୁ ପାଇଛନ୍ତି। ଆଉ କିଏ ସେମିତି କୁହନ୍ତୁ ଯିଏକି ଧୈର୍ଯ୍ୟର ସହିତ ଅପେକ୍ଷା କଲେ? ମନେ ପକେଇ ପାରୁଛନ୍ତି? ଆଉ କିଏ? ଯୋସେଫ। ରାଇଟ। ଯୋସେଫ ଙ୍କର ଆମେ ଦେଖିପାରୁଛୁ ସେ ମାନେ ଅପେକ୍ଷା କଲେ ଏତେ ଧୈର୍ଯ୍ୟର ସହିତ ଫର ଲଙ୍ଗ ଇୟର୍ସ। ବହୁତ କଷ୍ଟର ସମୟ ଆସିଛି ତାଙ୍କ ଜୀବନରେ, କିନ୍ତୁ ତାଙ୍କର ରିୱାର୍ଡ ହଉଛି ଗୋଟେ ଗ୍ଲୋରିୟସ୍ ଏକ୍ସାଲ୍ଟେସନ ଆସିଲା। ମାନେ ସେ ଗୋଟେ ଦେଶର ଶ୍ରେଷ୍ଠ ବ୍ୟକ୍ତି ହେଇପାରିଥିଲେ। ସୋ ଦ୍ୟାଟ୍ସ ଦ ରିୱାର୍ଡ ଦ ପେସେନ୍ସ ବ୍ରଟ୍ ଇନ୍ ହିଜ୍ ଲାଇଫ୍। ଆଉ କିଏ ସେମିତି କୁହନ୍ତୁ? ରୁଥଙ୍କର କଥା କହିବା, ରୁଥ୍ on the heart of Boaz because she waited patiently according to her mother-in-law's instruction. ସେ ଅପେକ୍ଷା କଲେ ଧୈର୍ଯ୍ୟର ସହିତ, ତାଙ୍କର ଶାଶୁଙ୍କର ପଛରେ ଗଲେ। So she had been rewarded. ଦାଉଦଙ୍କ ଯଦି ଦେଖିବା, ହଁ ଦାଉଦଙ୍କ କଥା, ସୋ ସିଏ ବି ନିଜର ଯୋଜନା ଅନୁସାରେ ନିଜେ ଚେଷ୍ଟା କଲେ, ସେଦିନ ସାଉଲଙ୍କୁ ମାରି ପାରିଥାନ୍ତେ ସେଠି, ସେ ପ୍ରକାର ସେ କଲେ ନାହିଁ। He waited for God's time patiently. ଆଉ in his time he is the most celebrated king of Israel. ଆଉ ଆମେ ଯଦି ଦେଖିବା ଏଲିସା ଯିଏକି ଏଲିୟଙ୍କର ସେବା କଲେ ଧୈର୍ଯ୍ୟର ସହିତ, ପରେ ସିଏ ତାଙ୍କୁ ଡବଲ ଏନଏଣ୍ଟମେଣ୍ଟ ମିଳିଥିଲା, ଅଭିଷିକ୍ତ ହେଇଥିଲେ। ନେହେମିୟା ଧୈର୍ଯ୍ୟର ସହିତ କାର୍ଯ୍ୟ କଲେ, ଯେତେ ଅପୋଜିସନ ଆସିଲା, ଯେତେ ବାଧା ଆସିଲା, ସେ ଭରସାହୀନ ହେଲେ ନାହିଁ କି ସେ କାର୍ଯ୍ୟ ଛାଡିକି ଚାଲିଗଲେ ନାହିଁ,
बट पेशेंसली काम कले एंड ही कंप्लीटेड द वॉल आउ से जो प्राचीन निर्माण कार्य को से समाप्त कले ए प्रकार आमे बाइबल रे देखो गुड़ाए उदाहरण आउ सबुठु श्रेष्ठ उदाहरण किए पारिबे इट इज गॉड हिमसेल्फ देयर वुड बी नो बिब्लिकल हिस्ट्री इफ गॉड हैड नॉट बीन पेशेंट यदि ईश्वर धैर्य रखी न थांते ताहले हुए बाइबल रो कौनसी आमे जहां पढुची इतिहास ताहा न थांता स्टार्टिंग फ्रॉम द गार्डन ऑफ ईडन ही नेवर गेव अप में से मनुष्य को केबे भी परित्याग कले नहीं इन स्पाइट ऑफ आमे जदि बिब्लिकल हिस्ट्री देखू एडन उद्यान रो मनुष्यर पापठु आरंभ करिकी आमे जदि इजराइल केते रेबुलियसली माने लोक माने कार्य करिसंती ईश्वरकर विरुद्ध रे ईश्वर चाहिथिले समान को विनष्ट करिके चूरमार कर माने एकदम विनष्ट करि पारे बट ही हैज वर्कड पेशेंटली क्षमा कर मो जीवन कथा जदि मु चिंता करे मु जदि फेरी के पछू जाए जदि ईश्वर मो प्रति एते धैर्यशील न होंते ताले मु कोड थांती what would be my result मो जीवन रो माने मु कोन प्रतिफल पाई थांती it is only because he is a god of patience सी धैर्यर ईश्वर आउ सी गोटे excellent example of patience is our God जी केते धैर्यर सहित सब सही जाउछंती मो जीवन रो माने if I look into my life I can say कि I am product of his patience मु तो कहबी कि मु ईश्वर कर धैर्यर एक प्रोडक्ट यदि ईश्वर मो प्रति धैर्य रखी न थांते ही ताले मु सामंत सामंत ही न थांती आपण निजी कथा भावंतु केते जे भूल केते जे खराब विषय केते जे ईश्वर को बाधिला बळी ईश्वर को कष्ट लागला बळी विषय each and every do but he is still patiently waiting for our changes he wants us to be changed हमको रूपांतरित जीवन से देवा पाई अपेक्षार सहित प्रति मुहूर्त रे हमको गढु चली so it is God is a perfect example of patience हम जो देखो जिसुकर कथा he endured every suffering सब कष्ट को से सहय कले and he died on the cross patiently तने जने कहते जदि जीशु क्रूस रो ओल्हे जाते केमती होता आज हमर पाप क्षमा ही पारंता नहीं it was not easy for Jesus to die on the cross तांको पई सहज नथिला क्रूस ऊपर मरिया बट धैर्यर सहित से मृत्यु को आपणे नेले and we are the product of his patience on the cross और तांको से फल स्वरूप हमर पाप क्षमा हिची आ आज हमें ईश्वर को संतान हेई परछु so patience is a most important virtue which we need to cultivate in our life as a Christian एते सब उदाहरण देखला परे गोटे ख्रीष्टीय जीवन रो मूल रहस्य होची पेशेंस if you want to live a perfect Christian life you must have patience you must cultivate this इटा हमनकर जीवन रे आमे ई धैर्यर विषय को प्रायोरिटाइज करबा दरकार all the good things we have done can be destroyed by one act of impatience आमे दीर्घ वर्षर परिश्रम करी हमनकर व्यक्तिगत ख्रिस्टियन जीवन हो हमनकर परिवार गठन हो हमनकर मंडली को गठन करिबार हो कि हमनकर सहभागिता को आमे जहा धैर्यर सहित कार्य करिछु हमर गोटिए अधैर्यर कार्य बा कथा बा व्यवहार it can destroy the whole things it just a single act of impatience and when we lose patience we lose everything
तो भाई और भौणी माने आपने जानी रखिबा दरकार जे धैर्य जाकी आमनकर जीवन को सिद्ध करे. So we must cultivate this in our life. अच्छा धैर्य 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 कहूचु. What is the meaning of patience? Patience कहले हम कौन बुझू? धैर्य होची आमे अपेक्षा करिबा स्थिर मनरे विदाउट एनी कंप्लेनिंग कौन सी विषय प्रति आमर कंप्लेन नथिबो धैर्यर सहित ईश्वर निकटरे अपेक्षा करिबा. पेशेंस इज टू वेट फॉर गॉड्स टाइमिंग, गॉड्स वे ऑफ डूइंग and God's promises. As such, trusting God completely. आमे ईश्वर को पूरा संपूर्ण भाव में भरोसा करिकी तांको हस्तरे सब कोई देकी आमे स्थिर मनरे ईश्वर को निकटरे अपेक्षा करिकी रहिबा. It is a spiritual strength. It's a spiritual strength. और पेशेंस होची कोन आपण मान जदी गालातियो तार 5 तार 22 खोलिबा कि गालातियो 5:22 आपण जानि छथि कोन किंतु आत्माको फल प्रेम आनंद शांति दीर्घ सहिष्णुता परोपकारिता. But the fruit of the spirit is love, joy, peace, patience. ओडिया अछि कोन दीर्घ सहिष्णुता. Patience अछि इंग्लिश रे. So it is एटा कोन अटे the fruit of the spirit. ଏହା ହେଉଛି ଆତ୍ମାଙ୍କର ଫଳ. ଆମେ ସବୁବେଳେ ଆଲୋଚନା କରୁ କି ଲଭ ବିଷୟରେ, ଜୟ ବିଷୟରେ, ପିସ୍ ବିଷୟରେ, ବଟ୍ वी वेरी ଅନେକ ସମୟରେ ଆମେ ପେସେନ୍ସ କଥାକୁ ଭୁଲି ଯାଉ, ଦୀର୍ଘ ସହିଷ୍ଣୁତା ଧୈର୍ଯ୍ୟର ବିଷୟକୁ ଭୁଲି ଯାଉ. So it is the fruit of the spirit. Fruit of the spirit କହିଲେ ଆମେ କଣ ବୁଝୁ? କହିପାରିବେ? ଆତ୍ମିକ ଫଳ. ହଁ ନିଜେ ଫଳି ହବ କି ଆତ୍ମାଙ୍କ ଫଳ? ନାଇଁ, ଈଶ୍ୱର ଠାରେ ଫଳିଲେ ହଁ. ତ ଏଇ ଯୋଉ ପେସେନ୍ସ, it never comes by my own efforts. ମୁଁ ଲାଗି ପଡିକି ଫଳ ଫଳି ପାରିବି ନାହିଁ. ଗୋଟେ ତେନ୍ତୁଳି ଗଛ ସେ ଲାଗି ପଡିକି ଆମ୍ବ ନାହିଁ. ଆମେ ଆମେ ହଉଛୁ ପତିତ, ପାପରେ ପତିତ ମନୁଷ୍ୟ. ଆମ ଭିତରେ ପାପର ସ୍ୱଭାବ ରାଜତ୍ୱ କରୁଛି. ତାରି ଭିତରେ ଆମେ ଆତ୍ମାଙ୍କର ଫଳ ଫଳିବାର ବିଷୟ ଆମେ ଦେଖୁ, ଆଉ ସେଇଟା ହଉଛି ତା ଭିତରେ ଗୋଟେ ରହିଛି ପେସେନ୍ସ. So if you want to grow in patience or you ଆମେ ଯଦି ସେ ଧୈର୍ଯ୍ୟର ଫଳ ଫଳିବାର ଆବଶ୍ୟକତା କୁ ଅନୁଭବ କରୁ, then what should I do? ମୁଁ କଣ କରିବି ଯଦ୍ୱାରା ମୋ ଭିତରେ ଆତ୍ମାଙ୍କର ଫଳ ଫଳି ପାରିବ? It is God who brings the fruit of spirit. अर्थात ईश्वर ही से फल आम जीवन में फलाती. केमिति? Spending more and more time with God. आजिर दुनिया जदि आम देखू, we are impatient. We don't have
sit in the presence of God. ଆମେ ଈଶ୍ୱରଙ୍କର ସମ୍ମୁଖରେ ବସି ଈଶ୍ୱରଙ୍କର ରବ ଶୁଣିବାକୁ ଆମର ଧୈର୍ଯ୍ୟ ନାହିଁ, ତାହେଲେ ଆମକୁ ଧୈର୍ଯ୍ୟ ମିଳିବ କୋଉଠୁ? ଈଶ୍ୱରଙ୍କର ବାକ୍ୟ ସହିତ ଅନେକ ସମୟ ଧୈର୍ଯ୍ୟର ସହିତ ବସି ଈଶ୍ୱରଙ୍କର ସ୍ୱରକୁ ଶୁଣିବାର ସମୟ ଆମ ପାଖରେ ନାହିଁ। We live in a rapid fast world. ଆମେ ଦ୍ରୁତ ଗତିରେ ଧାଉଁଥିବା ଏକ ଜଗତରେ ବାସ କରୁଛୁ, ଯୋଉଠି ଆମେ ଧୈର୍ଯ୍ୟର ସହିତ ଈଶ୍ୱରଙ୍କ ଠାରେ ବସିକି ଈଶ୍ୱରଙ୍କର ରବ ଶୁଣି ଅର୍ଥାତ୍ ଈଶ୍ୱରଙ୍କର ସିଦ୍ଧ ଇଚ୍ଛା କୁ ଶୁଣି ବୁଝି ମୋ ଜୀବନରେ ପ୍ରୟୋଗ କରିବା ପାଇଁ ସମୟ ନାହିଁ। It is I who plan, it is I who do. I never ask God. ମୁଁ ଯୋଜନା କରେ, ମୁଁ ଈଶ୍ୱରଙ୍କୁ ପଚାରେ ବି ନାହିଁ ପ୍ରଭୁ ଏଇଟା କରିବାର ଅଛି କି? Lord, is this your plan? Lord, is this what you want me to do? ନା, ମୁଁ କଣ କରେ, ସବୁ କରିଦିଏ ନିଜେ, ସବୁ ବିଗିଡ଼ି ଗଲା ପରେ ଈଶ୍ୱରଙ୍କ ନିକଟକୁ ଧାଇଁକି ଆସେ, ପ୍ରଭୁ ଏଇଟା କେମିତି ହେଇଗଲା, ପ୍ରଭୁ ତମେ ମତେ ସାହାଯ୍ୟ କର। ଏମିତି ହବା କଥା ନଥିଲା। So before that, for my young ଯଦି କିଏ ଯୁବା ଭାଇ ଭଉଣୀ ଅଛନ୍ତି, for example, I will tell that you will fall in love, you will not ask God, ପ୍ରଭୁ ସେ ଝିଅକୁ ମୁଁ ପ୍ରପୋଜ କରିବି କି ବାହା ହେବି କି? You will not ask God. You will run after her, you will run after him. ତାର ପଛରେ ଧାଇଁକି you will fall in love, you get married. When the marriage is not working, ଯେତେବେଳେ ସେ ବିବାହ ଜୀବନ କାର୍ଯ୍ୟ କରୁନାହିଁ, you come to God. ପ୍ରଭୁ ଏଟା କେମିତି ହେଲା? You are impatient. You never listen to God. Whom to marry? ମୁଁ କାହାକୁ ବାହା ହେବି ପ୍ରଭୁ ବୋଲି ଆମେ କଣ ପଚାରିଛୁ? No. We don't have space to ask God କି ପ୍ରଭୁ ମୁଁ କାହାକୁ ବାହା ହେବି? We made a mistake. ମୁଁ କଣ କାମ କରିବି, କୋଉ ଜବ୍ କରିବି? Have you asked? No. କଣ ପାଠ ପଢିବି? Have you asked God? ମୁଁ ସାଇନ୍ସ ପଢିବି କି ଆର୍ଟ୍ସ ପଢିବି, କମର୍ସ ପଢିବି? ପ୍ରଭୁ ପଢିଦେଲି, ଚାକିରି ମିଳୁନି, ଏବେ ପ୍ରଭୁଙ୍କୁ ପଛରେ ଗୋଡେଇବି, ପ୍ରଭୁ ମତେ ଚାକିରି ଦିଅ। In each and everything of our life, we go and listen to God and listen to His voice. ଈଶ୍ୱରଙ୍କର ଇଚ୍ଛାକୁ ଜାଣିବା ପାଇଁ ସମୟ ଦେବା ଆବଶ୍ୟକ ଅଟେ। Patiently wait unto God. Listen to His voice very carefully. ଧୈର୍ଯ୍ୟର ସହିତ। ସମୟ ଚାଲି ଯାଉଛି, ଚାଲି ଯାଉ। ଲୋକମାନେ ମତେ ମାନେ କହିକି ହାଲିଆ କରିଦେଲେଣି। କେବେ କାମ କରିବୁ, କେବେ ବାହା ହବୁ, କେବେ ଘର, କେବେ ତୋର କାର କିଣିବୁ, କେବେ କଣ କରିବୁ? People say, but listen to God. Do you want me to do this, God? ଈଶ୍ୱରଙ୍କର ରବକୁ ଧୈର୍ଯ୍ୟର ସହିତ ଶୁଣିବି। ତା ଦ୍ୱାରା କଣ ହବ? ଆମେ ଈଶ୍ୱରଙ୍କର ଇଚ୍ଛାକୁ ଜାଣି ବୁଝି ତାଙ୍କର ଯୋଜନା ଅନୁସାରେ ଆମେ କାର୍ଯ୍ୟ କରିପାରିବା। ଅଦରୱାଇଜ କଣ ହବ? ଆମେ ଈଶ୍ୱରଙ୍କର ରବ ନ ଶୁଣିକି we'll just follow the world. ଆମେ ଜଗତର ଅନୁସାରେ ଆମେ ତରତର ହେଇକି we'll make lot of mistakes in life, lot of mistakes in our family, lot of mistakes in our church and fellowship. ଆଉ ଯାହାର ଫଳସ୍ୱରୂପ କଣ ହେଇଯିବ? ସବୁ କିଛି ବିଗିଡି ଯିବ। ସେଇଟା ହିଁ ଆମେ ଦେଖିପାରୁଛୁ ଆଜି। ମୋର ପ୍ରିୟ ଭାଇ ଭଉଣୀ ମାନେ, let us spend more time with the word of God and trust God's timing. In His time, Ecclesiastes 3:11 ଲେଖା ହେଇଛି ନା, ଉପଦେଶକ 3:11, in His time He makes everything beautiful. ଆମେ ଯଦି ତାଙ୍କର ସମୟକୁ ଅପେକ୍ଷା କରିବା ନା, ସବୁ କିଛି ଅତି ସୁନ୍ଦର କରନ୍ତି। ଆଶିଷ ଦୁଃଖ ଭାଇ ଥାନ୍ତି, ଯେ ମୋର ମେଣ୍ଟର ଥିଲେ, ସେ ସବୁବେଳେ ସେ ବାହା କଥା ସେ ସମୟରୁ କହନ୍ତି, ଆରେ ବାହା ପାଇଁ ପ୍ରାର୍ଥନା କରୁଛ? ନାଇଁ ସାର୍, ଏବେଠୁ କଣ? ଆରେ କର ପ୍ରାର୍ଥନା। ଆଉ ସେ ଗୋଟେ ଉଦାହରଣ ଦିଅନ୍ତି, ତମେ ଗୋଟେ ଜାଗାରେ ବସିଛ, ଆଉ ଈଶ୍ୱର ତମ ସମ୍ମୁଖରେ ମାନେ ଗୋଟେ ଆଣିବେ। କଣ? ଫାଷ୍ଟ ଗୋଟେ ଲୁନା ଗାଡି ସାଇକେଲ ଆସିବ, ତାପରେ ଲୁନା ଗାଡି ଆସିବ,
ତମେ ଯଦି ଭାବିଦବ ସାଇକେଲଟା ଆସିଲା ଧରିକି ପଳେଇବ କି ଲୁନା ଗାଡିଟାକୁ ଧରିକି ପଳେଇବ, ଇମ୍ପେସେଣ୍ଟ ଯଦି ହେଇଯିବ ତମେ ସେ ସାଇକେଲ ଲୁନା ଗାଡି ଧରିକି ବୁଲୁଥିବ ଜୀବନ ସାରା। ସେ କହିଲେ ତମେ ଯଦି ଅପେକ୍ଷାର ସହିତ ରହିବ, ପ୍ରଭୁ ତମ ପାଇଁ ଲାଷ୍ଟରେ ପୁରା ମର୍ସିଡିଜ କାର ରଖିଛନ୍ତି। ଅର୍ଥାତ୍ ସେ କହିବା ପାଇଁ ଚାହୁଁଥିଲେ ଅପେକ୍ଷା କର ଧୈର୍ଯ୍ୟର ସହିତ ଈଶ୍ୱରଙ୍କର ସମୟକୁ। ଈଶ୍ୱର ଦି ବେଷ୍ଟ ରଖିଛନ୍ତି ତମ ପାଇଁ, and will give you. So in our Christian life we need to trust God more and more. ଈଶ୍ୱରଙ୍କ ଉପରେ ଭରସା କରିବା ଦ୍ୱାରା ଧୈର୍ଯ୍ୟ ଆମମାନଙ୍କର ଜୀବନରେ କାର୍ଯ୍ୟ କରେ। ଆମେ ଏ ପ୍ରକାର ଜଗତ ଭିତରେ ବାସ କରୁଛୁ ଯୋଉଠି କି ଆମକୁ ଧୈର୍ଯ୍ୟ ନାହିଁ କୌଣସି ବିଷୟ ପାଇଁ, ବଟ୍ being a Christian we need to come and ଈଶ୍ୱରଙ୍କ ପାଖରେ ଆସିକି ଆମେ ଅପେକ୍ଷା କରିବା ଆବଶ୍ୟକତା ରହିଛି, ଯୋଉଠି ଆମେ ଈଶ୍ୱରଙ୍କର ରବକୁ ଶୁଣି ପାରିବା। ପ୍ରିୟମାନେ, ଆମେ ନିଜକୁ ଯାଞ୍ଚ କରୁ, ଇଜ ଦେୟାର ପେସେନ୍ସ ଇନ୍ ମାଇ ଲାଇଫ? ମୋ ଜୀବନରେ ବାସ୍ତବରେ ମୁଁ ଧୈର୍ଯ୍ୟ ହରା ହଉନାହିଁ ତ? ମୋ ଜୀବନରେ ଧୈର୍ଯ୍ୟ ଅଛି ତ? You might be going through some suffering, କିଛି ଗୋଟେ ଅଭାବର ସମୟ ଦେଇ ଯାଉଛନ୍ତି, କୌଣସି ଏକ ରୋଗର ସମୟ ଦେଇକି ଯାଉଛନ୍ତି, ଅସୁସ୍ଥତାର ସମୟ ଦେଇକି ଯାଉଛନ୍ତି। There is conflict in your family, there is conflict in your fellowship, maybe you are going through a tough time in your life. ତ ସେଇ ସମୟରେ can you just wait unto God, listen to his voice? ଆପଣ ଯେ ଈଶ୍ୱରଙ୍କ ନିକଟରେ ଅପେକ୍ଷା କରିକି ତାଙ୍କର ସ୍ୱରକୁ ଶୁଣିବାର ଧୈର୍ଯ୍ୟ ରଖିବେ କି? ଆଉ ଈଶ୍ୱରଙ୍କର ସମୟକୁ ଅପେକ୍ଷା କରିବେ କି? ଈଶ୍ୱରଙ୍କର ଯୋଜନାକୁ ଅପେକ୍ଷା କରିବେ କି? ଈଶ୍ୱରଙ୍କର ପ୍ରତିଜ୍ଞା ସମୂହକୁ ଆପଣ ଧୈର୍ଯ୍ୟର ସହିତ ଏପରି 6:12 ଲେଖାଯାଏ, କି ଯଦି ପାଉଛନ୍ତି ପଢନ୍ତୁ। ପର୍ବତାର 12 ପଦ, ଯେପରି ତୁମମାନେ ଶିଥିଳ ନ ହୋଇ ଯେଉଁମାନେ ବିଶ୍ୱାସ ଧୈର୍ଯ୍ୟ ଦ୍ୱାରା ପ୍ରତିଜ୍ଞା ସମୂହର ଅଧିକାରୀ ବରଂ ସେମାନଙ୍କର ଅଧିକାର ହୁଅ। Through faith and patience we inherit the promises. ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ and will inherit the promises. ଈଶ୍ୱର ସେ ଯାହା ପ୍ରତିଜ୍ଞା କରିଛନ୍ତି ଆପଣଙ୍କ ଜୀବନରେ କରିବା ପାଇଁ ଦେବା ପାଇଁ, he will do it in his time, but we need to have patience. He will heal you in his time, but we need to have patience. He will settle your matters in his time, we need to have patience. The main secret of a matured Christian life is to have patience. ଆମେ ପରସ୍ପରକୁ କମ୍ପ୍ଲେନ କରିବା ନାହିଁ, ପରସ୍ପରକୁ ଦୋଷାରୋପ କରିବା ନାହିଁ। ଆମମାନେ ବିଶ୍ୱାସରେ ଯେଉଁମାନେ ସବଳ, ଆମେ ଯେଉଁମାନେ ଦୁର୍ବଳ, ସେମାନଙ୍କର ପ୍ରତି ସହନଶୀଳ ହେବା, ପେସେନ୍ସଲି ଅପେକ୍ଷା କରିବା। ପ୍ରଭୁ ମତେ କେତେ ଧୈର୍ଯ୍ୟର ସହିତ ଅପେକ୍ଷା କରିଛନ୍ତି। ଆଜି ମୋ ସ୍ତ୍ରୀ ପାଇଁ ମୁଁ I need to have patience for my wife to grow, and to have patience for my husband to grow. I have to have patience for my children to grow. ମୋର ସ୍ୱାମୀ, ମୋର ସ୍ତ୍ରୀ, ମୋର ଛୁଆମାନଙ୍କ ନିମନ୍ତେ ମୋର ଅପେକ୍ଷା କରିବାର ଆବଶ୍ୟକ। I need to have patience so that they grow. ମୋର ସହଭାଗିତାରେ ଯେଉଁମାନେ ଆସୁଛନ୍ତି ସେମାନେ ହୁଏତ ଭୁଲ ଭଟକା କରିବେ, ମୋର ମଣ୍ଡଳୀରେ ଯେଉଁମାନେ ଆସୁଛନ୍ତି ସେମାନେ ହୁଏତ ଭୁଲ ଭଟକା କରନ୍ତି, ବିକଜ ମୁଁ ସେମାନଙ୍କ ଠାରୁ ବିଶ୍ୱାସରେ ଯଦି ସବଳ, as a leader of the fellowship, of the church, of the home, I need to have patience. I need to work very patiently. ମୁଁ ଯଦି ନେଗେଟିଭଲି ରାଗିଯିବି, ବିରକ୍ତ ହେବି, how they will grow? ଈଶ୍ୱର ତ ମତେ ସୁଯୋଗ ଦଉଛନ୍ତି ଧୈର୍ଯ୍ୟର ସହିତ, ମୋର ଭୁଲ ଭଟକାକୁ ସହୁଛନ୍ତି, ମତେ ଅପେକ୍ଷା କରିଛନ୍ତି ଯେ he will change, ଦିନେ ଇଏ ବଦଳିବ, and he is working in my life. ଆଉ ଈଶ୍ୱର ମୋ ଜୀବନରେ କାର୍ଯ୍ୟ କରୁଛନ୍ତି ତାଙ୍କର ବାକ୍ୟ ଦ୍ୱାରା। What should be my response for others? ମୁଁ କେବଳ ମୋର ମାନେ ଖୁସି ପାଇଁ ମୁଁ ସେ ସବୁ କରିବା ଉଚିତ ନୁହଁ, ବଟ୍ I care about the others also. ସେଇଟା ବି ପେସେନ୍ସର ଆଉ ଗୋଟେ ପାର୍ଟ। ମୁଁ ଅନ୍ୟମାନଙ୍କର ଜୀବନକୁ ବଦଳିବାର ଦେଖିବାର ଅପେକ୍ଷା କରିବି।
It is not so easy. It is not so easy. If you are discipling, ଆପଣ ଯଦି discipling କରୁଛନ୍ତି, ଶିଷ୍ୟତ୍ୱରେ ବଢୁଛନ୍ତି, କାହାକୁ mentoring କରୁଛନ୍ତି, it is not so easy. ଆପଣ ଏତେ ସମୟ ଦେଲା ପରେ, ଆପଣ ଏତେ ପରିଶ୍ରମ କଲା ପରେ, they behave such a way you feel like leave them, ଛାଡ଼ ସେମାନଙ୍କୁ, ସେମାନଙ୍କ ଦ୍ୱାରା ଆଉ କିଛି ହେବାର ନାହିଁ. No, God wants you and me to have patiently work with them. ସେମାନଙ୍କର ଜୀବନ ସହିତ ଧୈର୍ଯ୍ୟର ସହିତ କାର୍ଯ୍ୟ କରିବାର ଆବଶ୍ୟକତା ଅଛି ବୋଲି ଈଶ୍ୱର ମତେ ଏବଂ ଆପଣଙ୍କୁ ସେ ବ୍ୟକ୍ତିଙ୍କୁ ମୋ ଜୀବନରେ ଆଣିଛନ୍ତି ତାକୁ ଗଢିବା ପାଇଁ. So I need to have patience. The patience will build my family. The patience will build my church. The patience will build my society. हमको आज धैर्य नहीं. We cannot wait 1 minute in traffic. We'll break the law, break the rules. Being a Christian, do you wait in the traffic light for 1 minute for the green light? It's a Christian testimony. Do you wait for the promotions without giving bribe? ଆଞ୍ଚ ନ ଦେଇକି ମୋର ପ୍ରମୋସନକୁ ମୁଁ ଧୈର୍ଯ୍ୟର ସହିତ ଅପେକ୍ଷା କରିପାରିବି. ସର୍ଟକଟ୍ ୱେରେ ମୁଁ ଯିବି ନାହିଁ. Not give bribe and not entertain any shortcuts in life. Unfaithful କାମ କରିକି ଲାଞ୍ଚ ନେଇକି ରାତାରାତି ଧନୀ ହେବା. This is impatience. And God never expects this in Christian life. In His time, He will give you whatever is needed. Whatever you want, He will not give, but whatever you need, He will give. ଆପଣ ଯାହା ଚାହୁଁଛନ୍ତି ସେଟା ଦେବେ ନା ଈଶ୍ୱର, କିନ୍ତୁ ଯାହା ଆପଣଙ୍କୁ ଆବଶ୍ୟକ ସେଟା ନିହାତି ଦେବେ. But you need to wait for God's time. Let me share my testimony with you. Good driving license application. They failed me 3 times because they wanted something. But I had patience. Finally got it. ଏମିତି ଜୀବନର ଅନେକ ସାକ୍ଷ୍ୟ we need to raise in our Christian life. We need to have patience in my life. So I'll encourage each and every one of you, and also I'll encourage myself with the word of God. କି ଈଶ୍ୱର ଆମକୁ ସେ ପ୍ରକାର ଜୀବନ ଦିଅନ୍ତୁ. ଗୋଟେ ସୁପରଫିସିଆଲ ଖ୍ରୀଷ୍ଟିଆନ ଲାଇଫ, ଗୋଟେ କମ୍ପ୍ରମାଇଜିଂ ଖ୍ରୀଷ୍ଟିଆନ ଲାଇଫ, ଗୋଟେ ଅଧୈର୍ଯ୍ୟ ଜୀବନ, ଗୋଟେ ଧୈର୍ଯ୍ୟହରା ଜୀବନ, ଗୋଟେ କମ୍ପ୍ଲେନିଂ ଲାଇଫ, ଗୋଟେ ମାନେ ଦେଖିବେ ତିକ୍ତତାର ଜୀବନ. God has blessed us. ଈଶ୍ୱର ଆମକୁ ଅନୁଗ୍ରହ କରିଛନ୍ତି. So we need more matured Christian in this society now. ଧୈର୍ଯ୍ୟର ସହିତ ଅନ୍ୟମାନଙ୍କୁ ସହୁଥିବା ଖ୍ରୀଷ୍ଟିଆନ, without any complaint, without any murmuring. ସେ ପ୍ରକାର ଖ୍ରୀଷ୍ଟିଆନ ଜୀବନ ଈଶ୍ୱର ଆମକୁ ଧରିଛନ୍ତି. I am learning. ମତେ ଈଶ୍ୱର ଶିଖଉଛନ୍ତି. I'm not perfect. ମୁଁ ଏପର୍ଯ୍ୟନ୍ତ ସେ ପ୍ରକାର ହେଇନାହିଁ ଯେ ପ୍ରକାର ଈଶ୍ୱର ଚାହୁଁଛନ୍ତି. So ଯାହା ମୋର ହୃଦୟରେ ଈଶ୍ୱର କାର୍ଯ୍ୟ କରୁଛନ୍ତି ଏଇ ଦିନ ଗୁଡାକରେ, I wanted to share with you. Let us grow together. ଆମେ ଏକ ମ୍ୟାଚୁର୍ଡ, ଗୋଟେ ପରିପକ୍ୱ ସିଦ୍ଧ ଖ୍ରୀଷ୍ଟିଆନ ଭାବରେ ବଢିବାର ମୂଳ ମନ୍ତ୍ର ହଉଛି ଟୁ ବି ପେସେଣ୍ଟ. ଧୈର୍ଯ୍ୟର ସହିତ ଆମେ ଈଶ୍ୱରଙ୍କର ସମୟକୁ, ଈଶ୍ୱରଙ୍କର ପ୍ରତିଜ୍ଞାକୁ, ଈଶ୍ୱରଙ୍କର ଯୋଜନାକୁ ଆମେ ଅପେକ୍ଷା କରିବା ଏବଂ ଆମେ ଖ୍ରୀଷ୍ଟ ଜୀବନରେ ବୃଦ୍ଧି ପାଇବା. Patience is the secret of perfect Christian life, and patience brings perfection. If you want to grow as a perfect Christian, you need to cultivate patience, this virtue in your life. ଯଦି ଆପଣ ଶିଖ ଜଣେ ଖ୍ରୀଷ୍ଟିଆନ ଭାବରେ ବୃଦ୍ଧି ପାଇବା ପାଇଁ ତାହେଲେ ଏଇ ଯୋଉ ଗୁଣ ରହିଛି ବା ଯୋଉ ଫଳ, ଆତ୍ମାଙ୍କର ଫଳ,
ଧୈର୍ଯ୍ୟ ରହିଛି ସେଇ ଗୁଣରେ ଆମେ ବୃଦ୍ଧି ପାଇବାର ଆବଶ୍ୟକତା ଅଛି। ଆଉ କେମିତି ଆମେ ବୃଦ୍ଧି ପାଇବା? ଈଶ୍ୱରଙ୍କ ସହିତ ଅଧିକ ସମୟ ଆମେ ବିତେଇବା, ତାଙ୍କର ବାକ୍ୟ ସହିତ ଅଧିକ ସମୟ ବିତେଇବା, ଈଶ୍ୱରଙ୍କର ଇଚ୍ଛାକୁ ତାଙ୍କର ଯୋଜନାକୁ ଆମେ ଜାଣିବା ପାଇଁ ସମୟ ନେବା, ଅପେକ୍ଷା କରିବା ଧୈର୍ଯ୍ୟର ସହିତ, ଆଉ ଈଶ୍ୱରଙ୍କ ଉପରେ ଆମେ ସମ୍ପୂର୍ଣ୍ଣ ରୂପେ ଭରସା ରଖିବା। ଏହା ହେବା ଦ୍ୱାରା ଆମେ ଗୋଟିଏ ମେଚୁର ଖ୍ରୀଷ୍ଟିଆନ ଭାବରେ ବୃଦ୍ଧି ପାଇବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଆଉ ଗୋଟିଏ ମେଚୁର ଖ୍ରୀଷ୍ଟିଆନ ଭାବରେ ବୃଦ୍ଧି ପାଇବା ପାଇଁ ସାହାଯ୍ୟ କରନ୍ତୁ। ବହୁତ ଧନ୍ୟବାଦ।